ଦେଇପାରୁନାହାନ୍ତି। ଗୋଟେ ପିଲା ଯାହା କରିବାକୁ ଚାହୁଁଛି ତାକୁ ସୁବିଧା ଦିଆହେଉନି। ଆମେ ଆମ ସୁବିଧାରେ ଚଲାଉଛୁ। ମାନେ ପ୍ରେସର କରିଦେଉଛୁ। ପ୍ରେସର ପ୍ରାୟ ପ୍ରେସର ବି ହେଉଛି। ଆଉ କଥା ଶୁଣିବାକୁ ମିଳେ ଯେ ପୁଅ ବାହା ହେଇଗଲା ପରେ ବୋହୂ ଆସିକି ପୁଅକୁ ମତେଇ ଦେଇ ଗୋଟେ ବାହାର କର। ଶୁଣନ୍ତୁ, ବୋହୂ ଯଦି ମତେଇ ଦିଏ ତାହେଲେ ମା ଭଉଣୀ ଆଉ ତା ଯେଉଁ ତା ସାନ୍ତ ମା ଏସବୁ କ'ଣ ସେ ଝୁଅ ନା କ'ଣ? କିଏ କମ୍ପ୍ଲେନ୍ କରୁଛି? ତାଙ୍କର ବେଶୀ କମ୍ପ୍ଲେନ୍। ବୋହୂ ଘରକୁ ଆସିଲେ ତା ଶାଶୁ ନଣନ୍ଦ ଯା ଆଙ୍କର ବେଶୀ କମ୍ପ୍ଲେନ୍। ତା ସେ ଝିଅ ନା ନାହିଁ? ତାଙ୍କ ଦେହରେ କାହିଁ ଯାଉନି? ତାଙ୍କର ସେ ଯେଉଁ ପୁରୁଣା ରୋଗ ସେଇଟା ସମସ୍ତଙ୍କ ଘରେ ସମସ୍ତଙ୍କର ନୁହଁ। କିଛି କିଛି ସବୁଟା ଭଲ ମନ୍ଦ ମିଶିକି ରହିଛି। ଏବେ ନା ଗୋଟେ ପର ଝିଅ ଯେତେବେଳେ ଆସେ ତା ଆଣିବା ପୂର୍ବରୁ ତ କୁହନ୍ତି ନାହିଁ ଝିଅ ଆମର ଗୋଟିଏ ଚାଉଳର ଗଢ଼ା, କିନ୍ତୁ ବୋହୂ ହେଇକି ରହିବ। ଗୋଟିଏ ଚାଉଳର ଗଢ଼ା ତା ଚମ ମାନେ ଦେଖିକିରି ନୁହେଁ, ଗୁଣ କ'ଣ ଅଛି ବା ପରଖିବାର ଅଛି। ମା ଟିକେ କାହିଁକି ପୁଅର ମା ସବୁବେଳେ କାହିଁକି କମ୍ପ୍ଲେନ୍ କରେ ଯେ ମୋତେ ଇଏ ଖାଇବାକୁ ଦେଉନି ପିଇବାକୁ ଦେଉନି ରଖୁନି ଠିକ୍ସରେ? ଆପଣଙ୍କ ନଜରିଆଟା ଶୁଣନ୍ତୁ, ମୋ ନଜରରେ ମୁଁ ଯଦି ନିଜେ ଠିକ୍ ହେବି ସବୁ ଠିକ୍ ଚାଲିବ। ତେବେ ଆଜିର ସମୟରେ ମୁଁ ଯଦି ଅଧିକ ସୁବିଧା ଚାହିଁବି କୋଉଠି ଆସିବ? ପର ଝିଅଟି ଆସିଲା, ସେ ଝିଅ ଥିଲା ଆମ ଘରକୁ ଆସିଲା, ବୋହୂ ହେଇଗଲା, ତାପରେ କିଛି ଚାପ ଆସିଲା। ଆମେ ବି ବୋହୂରୁ ଆସିଛୁ, ଯେଉଁ ଶାଶୁ କି ନା ଯାହା ଯିଏ କହୁଛନ୍ତି ତ ସେମାନେ ତାକୁ ବୁଝିବା କଥା। ଆଉ ହଠାତ୍ ଜଣେ ବୋହୂ ହେଇଗଲା ତାପରେ ସବୁ ନଦୀ ଦେବେ, ସେ କ'ଣ କରିବ? ବାପ ଘରୁ ନେଇକି ବହୁତ ଚାପ ବିଭିନ୍ନ ପ୍ରକାର ପଡ଼ୁଛି। ସବୁବେଳେ ଶାଶୁଟିଏ ଚିନ୍ତା କରିବା କଥା ଯେ ମୁଁ ବି ଦିନେ ବୋହୂ ହେଇକି ଆସିଥିଲି। ତ ଏଠି ହକ୍ ଦେଖେଇବାର ଜାହିର କରିବାର ମାନେ ଗୋଟା ଅଛି, କିଛି ଅଛି ପ୍ରକୃତି ଯେଉଁଟାକି ଯେଉଁଟାକି ମଣିଷ ପ୍ରକୃତି ତ ମଲେ ଯାଇକି ତୁଟିବ। ଯେଉଁଟା କହୁଛି ଆଉ ଗୋଟେ କିଛି ବଂଶଗତ ଦୋଷ ଅଛି, ସେ ସୁଧୁରିବ ମାନେ ଆସ୍ତେ ଆସ୍ତେ ସୁଧୁରିବ। ନାଇଁ ଚାନ୍ସ ଅଛି, ନାହିଁ ବୋଲି ନୁହେଁ, ଅଛି। ତ ବିବାହ ପରେ ଯେତେବେଳେ ଶାଶୁ ଆଉ ନଣନ୍ଦ ଏ ଦୁଇଟା କ'ଣ ଘଣ୍ଟା ସାଜନ୍ତି ସବୁ ଆମେ ଦେଖୁ। ନଣନ୍ଦ କମ୍ପ୍ଲେନ୍ କରିବ ଯେ ମୁଁ ବାପ ଘରକୁ, ସେଇଠି ବୋହୂଟିଏ କହୁଥିବ ଶାଶୁ ମା ଯେ ମୋ ଝିଅ ବାରମ୍ବାର ମୋ ଘରକୁ ଆସୁ, କିନ୍ତୁ ବୋହୂଟାକୁ ଦଶହରାକୁ ପଠାଉନୁ। ସେଇଟା ସେଇମାନଙ୍କୁ ପଚାରିଲେ ସେ କହିବେ। କିନ୍ତୁ ଆପଣଙ୍କ ନଜରିଆ ଯୁବ ସମାଜ ପାଇଁ କ'ଣ? ଶୁଣ, ଯୁବ ସମାଜ ହେଉଛି ସେମାନେ ଯେତେବେଳେ ବାହା ହେଇ ଆସୁଛନ୍ତି, ଆଗେ ଗୋଟିଏ ଘରେ ବାପ ମା ଭାଇ ଭଉଣୀ ସମସ୍ତେ ରହୁଥିଲେ ନାଇଁ? ସେ ଯୁବକ ଯୁବତୀ ରହୁଥିଲେ। ବୋହୂଟେ ଆଣିଲା ପରେ ଆପରେ ବି କିଛି ନଦୀ ହେଲା ଧାର କାହା ଉପରେ? ବୋହୂ ଉପରେ ବି ନଦୀ ହେଲା, ପୁଅ ଉପରେ ବି ନଦୀ ହେଲା। ସେ ଦୁଇଟା ସଂସ୍ଥାକୁ ଚଳେଇବ, ମାଆକୁ ଚଳେଇବ, ସ୍ତ୍ରୀକି ବି ଚଳେଇବ, ନିଜ ଘରକୁ ଚଳେଇବ, ଶ୍ୱଶୁର ବନ୍ଧୁବାନ୍ଧବ ବି ଦେଖିବ, ପାରିପାର୍ଶ୍ୱିକ ସବୁ ଚଳେଇବ। ଆଉ ସୁବିଧା ନେଲେ କେମିତି ହେବ? ଜଣେ ସବୁ ସୁବିଧା ଚାହିଁବ ସେ ତ ଗୋଟେ ପ୍ରବଳ ବ୍ୟାଧି। ଆଗେ ଯୌଥ ପରିବାର ଥିଲା, ସେଇଟା ଭଲ ଥିଲା। ଭାଙ୍ଗି ଯିବାରୁ ଏଇଆ ହେଉଛି, ଚାପ ପଡ଼ୁଛି। ସମସ୍ତେ ସୁବିଧା ନେବାକୁ ରାଜି, ଚାପ ନେବାକୁ ରାଜି ନୁହଁ। କିନ୍ତୁ ଆଗେ କ'ଣ ଥିଲା, ଯୌଥ ପରିବାରରେ ଜଣର ଯଦି କିଛି ଅସୁବିଧା ହେଇଯାଉଥିଲା ଅନ୍ୟମାନଙ୍କ ଦ୍ୱାରା ସେ ଚଳି ଯାଉଥିଲା। ଏବେ ଆମେ ଦେଖୁଛୁ ବହୁତ ଜାଗାରେ ଶାଶୁମା ମାନେ ଦେଖନ୍ତୁ ନିଜ ଝିଅ ବାହା ହେଇଥିବ ସେଠି କ'ଣ ଏମିତି ପୁଅ ଖୋଜିବେ ଯାହାର ବାପା ମା ନଥିବ, ମରିଯାଇଥିଲେ ବହୁତ ଖୁସି, ଏକୁଟିଆ ଥିବ। ନା 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 ସେଇଟା ନୁହଁ। ପ୍ରାୟ ବହୁତ ଲୋକ ମାନେ ଶତକଡ଼ା ପ୍ରାୟ 70% ଲୋକ ସେ ଚାହାନ୍ତି ନାହିଁ ସମସ୍ତେ ଥିବା ଦରକାର। ଆଉ ଏମିତି କେତେ ଲୋକ ଅଛନ୍ତି ସେ ତାଙ୍କର ତ କହିବେ, ତାଠି କ'ଣ ଅଛି?